ଓಂ ଦୁମ୍ ଦୁର୍ଗାୟ ନମଃ। ପୃଥିବୀ ପୃଷ୍ଠରେ ବର୍ଷକୁ 2 ଥର ବସନ୍ତ ଋତୁର ଚୈତ୍ର ମାସ ଓ ଶରତ ଋତୁର ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ଦୁର୍ଗାଦିନାସିନୀ ମା ଦୁର୍ଗାଙ୍କର ପୂଜାର୍ଚ୍ଚନା କରାଯାଏ। ଚୈତ୍ର ମାସ ଅପେକ୍ଷା ଆଶ୍ୱିନ ମାସର ଦୁର୍ଗା ପୂଜାକୁ ଅଧିକ ଗୁରୁତ୍ୱ ଦେଇ ଭକ୍ତମାନେ ଶ୍ରଦ୍ଧା ଓ ଭକ୍ତିର ସହିତ ପାଳନ କରନ୍ତି। ଏହି ସମୟରେ ନଦୀ ପଠାରେ ଧବଳ ବର୍ଣ୍ଣର କାଶ୍ମୀରୀ ଫୁଲ ଫୁଟି ମା ଦୁର୍ଗାଙ୍କ ଆଗମନର ସୂଚନା ଦେଇଥାଏ। ଶରତ ଏବଂ ବସନ୍ତ ନାମକ ଏହି 2 ଋତୁ ସଂସାରର ପ୍ରାଣୀମାନଙ୍କ ନିମନ୍ତେ ଦୁର୍ଭାଗ୍ୟ ଅଟେ। ତେଣୁ ଆତ୍ମକଲ୍ୟାଣ ଇଚ୍ଛୁକ ଥିବା ବ୍ୟକ୍ତି ବଡ଼ ଯତ୍ନର ସହିତ ନବରାତ୍ର ବ୍ରତ ପାଳନ କରିବା ଉଚିତ। ବସନ୍ତ ଓ ଶରତ ଋତୁ ବଡ଼ ଭୟଙ୍କର। ଏହି ଋତୁରେ ବିଭିନ୍ନ ରୋଗ ସୃଷ୍ଟି ହୁଅନ୍ତି ଏବଂ ସେମାନେ ମାନବ ଶରୀର ଉପରେ ଆକ୍ରମଣ କରନ୍ତି। ତେଣୁ ବୁଦ୍ଧିମାନ ଲୋକମାନେ ଚୈତ୍ର ଓ ଆଶ୍ୱିନ ମାସର ଭକ୍ତିର ସହିତ ଚଣ୍ଡିକା ଦେବୀଙ୍କୁ ପୂଜା ଆରାଧନା କରନ୍ତି। ଯେଉଁ ଭଗବତୀକୁ ଧ୍ୟାନ କରି ବିଷ୍ଣୁ, ଇନ୍ଦ୍ର, ଶିବ, ବ୍ରହ୍ମା, ଅଗ୍ନି, କୁବେର, ବରୁଣ ଏବଂ ସୂର୍ଯ୍ୟ ନିଜର ସମସ୍ତ କାମନା ପୂର୍ଣ୍ଣ କରିଛନ୍ତି, ସେହି ଚଣ୍ଡିକା ଦେବୀଙ୍କ ଧ୍ୟାନ ମନୁଷ୍ୟ ସର୍ବଦା କରିବା ଉଚିତ। ଏହି ପୃଥିବୀରେ ଯେତେ ପ୍ରକାର ବ୍ରତ ଏବଂ ଦାନ ରହିଛି, ସେହି ସବୁରୁ ନବରାତ୍ରି ବ୍ରତ ଶ୍ରେଷ୍ଠତର। କାରଣ ଏହି ବ୍ରତ ମାନବକୁ ଚତୁର୍ଭୋଗ ଫଳ ପ୍ରଦାନ କରିଥାଏ। ମାନବ ବ୍ରତର ଫଳରେ ଧନ ଧାନ, ଆୟୁ, ଆରୋଗ୍ୟ, ସନ୍ତାନ ପ୍ରାପ୍ତି କରି ଶେଷରେ ମୋକ୍ଷ ପଥରେ ଅଗ୍ରସର ହୋଇଥାଏ। ଏହି 9 ଦିନରେ ମା 9ଟି ନାମ ଧାରଣ କରି ଧରାରେ ଅବତୀର୍ଣ୍ଣ ହୁଅନ୍ତି। ଆସନ୍ତୁ ଜାଣିବା ନବରାତ୍ର ସମୟରେ କେଉଁ କନ୍ୟାକୁ ପୂଜନ କରିବା। ଦେବୀ ଭାଗବତରେ କୁହାଯାଇଛି, ବିଧିବିଧାନ ଅନୁଯାୟୀ ଦେବୀକୁ ପୂଜା କରିବା ଉପରୋକ୍ତ ପ୍ରତ୍ୟେକ ଦିନ ଗୋଟିଏ କନ୍ୟାକୁ ପୂଜା କରିବେ କିମ୍ବା ନବକନ୍ୟାକୁ ପୂଜନ କରିପାରନ୍ତି। ନିଜର ଧନ ସାମର୍ଥ୍ୟ ଅନୁଯାୟୀ ଅର୍ଚ୍ଚନା କରନ୍ତୁ। ଏହି 9 ଦିନରେ 1 ବର୍ଷର କନ୍ୟାକୁ ପୂଜା କରାଯାଇନଥାଏ। କାରଣ ଶିଶୁ କନ୍ୟାଟି ଗନ୍ଧ ଓ ଭୋଗ ଇତ୍ୟାଦି ପଦାର୍ଥ ଗୁଡ଼ିକର ସ୍ୱାଦକୁ ଜାଣିପାରିନଥାଏ। 2 ବର୍ଷ ଠାରୁ 10 ବର୍ଷ ଆୟୁଷ ଯୁକ୍ତ କନ୍ୟାକୁ ପୂଜନ କରିବା ଉଚିତ। 2 ବର୍ଷର କନ୍ୟାକୁ କୁମାରୀ, 3 ବର୍ଷର କନ୍ୟାକୁ ତ୍ରିମୂର୍ତ୍ତି, 4 ବର୍ଷର କନ୍ୟାକୁ କଲ୍ୟାଣୀ, 5 ବର୍ଷର କନ୍ୟାକୁ ରୋହିଣୀ, 6 ବର୍ଷର କନ୍ୟାକୁ କାଳିକା, 7 ବର୍ଷର କନ୍ୟାକୁ ଚଣ୍ଡିକା, 8 ବର୍ଷର କନ୍ୟାକୁ ଶାମ୍ଭବୀ, 9 ବର୍ଷର କନ୍ୟାକୁ ଦୁର୍ଗା ଓ 10 ବର୍ଷର କନ୍ୟାକୁ ସୁଭଦ୍ରା କୁହାଯାଏ। 10 ବର୍ଷ ଠାରୁ ଅଧିକ ଆୟୁ ଥିବା କନ୍ୟାକୁ ପୂଜା କରିବା ଉଚିତ ନୁହେଁ। ଏହି ନାମ ଅନୁଯାୟୀ କୁମାରୀମାନଙ୍କୁ ବିଧିବିଧାନରେ ପୂଜା କରିବା ଉଚିତ। ପ୍ରଥମଂ ଶୈଳପୁତ୍ରୀ ଚଂ ଦ୍ୱିତୀୟଂ ବ୍ରହ୍ମଚାରିଣୀ ତୃତୀୟଂ ଚନ୍ଦ୍ରଘଣ୍ଟେତି ପୁଷ୍ପାଣ୍ଡେତି ଚତୁର୍ଥକଂ ପଞ୍ଚମଂ ସ୍କନ୍ଦମାତେତି ଷଷ୍ଠଂ କାତ୍ୟାୟନୀ ଚ ସପ୍ତମଂ କାଳରାତ୍ରୀତି ମହାଗୌରୀତି ଷଷ୍ଠକଂ ନବମଂ ସିଦ୍ଧିଦାତ୍ରୀ ଚ ନବଦୁର୍ଗା ପ୍ରତିଷ୍ଠିତାଃ ଉକ୍ତାନି ତାନି ନାମାନି ବ୍ରହ୍ମଣ ମହାତ୍ମନା। ଭକ୍ତମାନେ ନବରାତ୍ର ସମୟରେ ନବକନ୍ୟାଙ୍କୁ ବସ୍ତ୍ର, ଭୂଷଣ, ଫୁଲମାଳ, ଗନ୍ଧ, ଭୋଗ ଇତ୍ୟାଦି ଶ୍ରେଷ୍ଠ ଉପଚାରରେ ପୂଜା କରିଲେ ସମସ୍ତ ମନବାଞ୍ଛା ପୂର୍ଣ୍ଣ ହୋଇଥାଏ। ଯେଉଁ ବ୍ୟକ୍ତି 9 ଦିନାତ୍ମକ ପର୍ଯ୍ୟନ୍ତ ପୂଜା କରିବାରେ ଅସମର୍ଥ ହୋଇଥାଏ, ସିଏ କେବଳ ଅଷ୍ଟମୀ ତିଥିରେ କିମ୍ବା ସପ୍ତମୀ, ଅଷ୍ଟମୀ ଓ ନବମୀ ତିଥିରେ ପୂଜା ଓ ଉପବାସ କରି ନିଜର ମନୋରଥ ପ୍ରାପ୍ତ କରିପାରିବ। ପ୍ରାଚୀନ କାଳରେ ଦକ୍ଷ ଯଜ୍ଞ ବିଧ୍ୱସ୍ତ କରିଥିବା ଭଗବତୀ ଭଦ୍ରକାଳୀ ସହସ୍ର ଯୋଗିନୀ ମାନଙ୍କ ସହିତ ଅଷ୍ଟମୀ ତିଥିରେ ପ୍ରକଟ ହୋଇଥିଲେ। ତେଣୁ ଅଷ୍ଟମୀ ଦିନ ବିଶେଷ ରୂପରେ ଭଗବତୀଙ୍କୁ ଆରାଧନା କରିବା ଉଚିତ। ନବରାତ୍ରି ବ୍ରତ ପୂଜା, ଯଜ୍ଞ, କନ୍ୟା ପୂଜା ଓ ବ୍ରାହ୍ମଣ ଭୋଜନରେ ପୁରା ହୋଇଥାଏ। ଆସନ୍ତୁ ପୁରାଣ ପୃଷ୍ଠରୁ ଜାଣିବା, କିଏ ନବରାତ୍ରି ବ୍ରତ ପାଳନ କରି କେଉଁ ଫଳ ପ୍ରାପ୍ତ କରିଛି। ପୁରାତନ କାଳରେ କୋଶଳ ଦେଶରେ ଧନହୀନ ଦୁଃଖୀ ବଡ଼ କୁଟୁମ୍ବ ଥିବା ଜଣେ ବୈଶ୍ୟ ରହୁଥିଲେ। ତାଙ୍କର ବହୁତ ସନ୍ତାନ ଥିଲେ। ଖାଦ୍ୟ ଅଭାବ ଯୋଗୁଁ କ୍ଷୁଧାରେ ସବୁବେଳେ ପୀଡ଼ିତ ହୋଇ ରହୁଥିଲେ। କେବେ କେବେ ଦୈବ ଯୋଗରୁ ସନ୍ଧ୍ୟା ସମୟରେ କିଛି କିଛି ଖାଦ୍ୟ ଖାଇବାକୁ ମିଳିଥାଏ, ଆଉ କେବେ ଖାଦ୍ୟ ନ ପାଇ ନିରାହାରରେ ରହିଯାଆନ୍ତି। ଏହିପରି ବୈଶ୍ୟ ବହୁତ କଷ୍ଟର ସହିତ ପରିବାର ପୋଷଣ କରୁଥିଲେ। ବୈଶ୍ୟ ଧନହୀନ ଥିଲେ, କିନ୍ତୁ ସତ୍ ଗୁଣ ସମ୍ପନ୍ନ, ସଦାଚାରୀ, ଧର୍ମପରାୟଣ, ଶାନ୍ତ, ସତ୍ୟବାଦୀ, ଅକ୍ରୋଧୀ, ଈର୍ଷାହୀନ, ଧୈର୍ଯ୍ୟବାନ ଥିଲେ। ତାଙ୍କର ଏହି ସବୁ ଗୁଣ ଯୋଗୁଁ ସୁଶୀଳ ନାମରେ କୋଶଳ ଦେଶରେ ପରିଚିତ ହୋଇଥିଲେ। ପ୍ରତିଦିନ ଦେବତା, ପିତୃ ଅତିଥି ଏବଂ ସନ୍ତାନମାନଙ୍କୁ ଭୋଜନ କରାଇ ନିଜେ ଭୋଜନ କରୁଥିଲେ। ଦିନକର କଥା,
କିଛି ଖାଦ୍ୟ ନ ପାଇବା ଯୋଗୁଁ ସୁଶୀଳର ସନ୍ତାନମାନେ କ୍ଷୁଧାରେ ଆକୁଳିତ ହେଲେ। ଏହା ଦେଖି ବୈଶ୍ୟ ସହି ନ ପାରି ଜଣେ ବ୍ରାହ୍ମଣ ନିକଟକୁ ଯାଇ ନିଜ କଷ୍ଟ ଜଣାଇ କହିଲେ, ହେ ବ୍ରାହ୍ମଣ ଦେବ, ମୋ ଉପରେ କୃପା କରି କୁହନ୍ତୁ ମୋର ଦରିଦ୍ରତା କିପରି ନାଶ ହେବ। ମୋତେ ଧନର ଲାଳସା ନାହିଁ, କିନ୍ତୁ ମୋ ସନ୍ତାନମାନଙ୍କ କଷ୍ଟ ଦେଖି ପାରୁନାହିଁ। ସେମାନେ ଭୋକରେ ଛଟପଟ ହୋଇ କାନ୍ଦୁଛନ୍ତି। ମୋର ଘରେ ଏତିକି ମଧ୍ୟ ଅନ୍ନ ନାହିଁ ଯେଉଁଥିରେ ସେମାନଙ୍କର ଭୋକ ଦୂର କରିପାରିବି। ତାଙ୍କର କାନ୍ଦିବା ଦେଖି ମୁଁ ଅସହାୟ ହୋଇପଡ଼ିଲି। ମୋର ପୁତ୍ରୀ ବିବାହ ଯୋଗ୍ୟ ହୋଇଗଲାଣି, ଧନ ନାହିଁ, ତାର ବିବାହ କିପରି କରିବି? ଚତୁର୍ଦିଗ ମୋତେ ଅନ୍ଧକାର ଦେଖାଯାଉଛି। ହେ ବ୍ରାହ୍ମଣ ଶ୍ରେଷ୍ଠ, ଆପଣ ତ ସର୍ବଜ୍ଞ, ମୋତେ ଏପରି ଏକ ବ୍ରତ ପୂଜା ମନ୍ତ୍ର କୁହନ୍ତୁ ଯାହା କହିବା ଦ୍ୱାରା ମୁଁ ମୋର କୁଟୁମ୍ବକୁ ଭଲରେ ପୋଷିପାରିବି। ବୈଶ୍ୟ ସୁଶୀଳର ଦୁଃଖ ଦେଖି ବ୍ରାହ୍ମଣ ଦେବତାଙ୍କ ମନରେ ଦୟା ଜାତ ହେଲା। ବ୍ରାହ୍ମଣ ସର୍ବଦା ସମସ୍ତଙ୍କ ହିତ ଚାହିଁଥାଏ, ତେଣୁ ସେ କିପରି ବୈଶ୍ୟର ଦୁଃଖ ଦେଖିପାରିବେ? ସଙ୍ଗେ ସଙ୍ଗେ ସେ କହିଲେ, ହେ ସୁଶୀଳ, ତୁମେ ପବିତ୍ର ନବରାତ୍ରି ବ୍ରତ ପାଳନ କର। ମାତା ଭଗବତୀଙ୍କ କୃପାରୁ ତୁମର ସବୁ କାମନା ପୂର୍ଣ୍ଣ ହେବ। ନବରାତ୍ରି ବ୍ରତ ମାନବକୁ ଜ୍ଞାନ ଓ ମୋକ୍ଷ ଦେଇଥାଏ ଏବଂ ସନ୍ତାନ ବୃଦ୍ଧି ଓ ଶତ୍ରୁକୁ ବିନାଶ କରିଥାଏ। ରାଜ୍ୟରେ ବିଚ୍ୟୁତ ହୋଇ ପ୍ରଭୁ ଶ୍ରୀରାମଚନ୍ଦ୍ର ସୀତାମାତାଙ୍କ ବିୟୋଗରେ ଅତ୍ୟନ୍ତ ଦୁଃଖିତ ହୋଇ କିଷ୍କିନ୍ଧ୍ୟା ପର୍ବତ ଉପରେ ଏହି ବ୍ରତ ପାଳନ କରିଥିଲେ। ଏହି ବ୍ରତର ପ୍ରଭାବରେ ଶ୍ରୀରାମଚନ୍ଦ୍ର ମହାସାଗର ସେତୁ ରଚନା କରି ଲଙ୍କାପତି ରାବଣ, କୁମ୍ଭକର୍ଣ୍ଣ, ରାବଣ ପୁତ୍ର ମେଘନାଥକୁ ସଂହାର କରି ସୀତାଙ୍କୁ ପାଇଥିଲେ। ବିଭୀଷଣଙ୍କୁ ଲଙ୍କାରେ ରାଜ କରି ଅଯୋଧ୍ୟା ଫେରିଆସି ଶ୍ରୀରାମ ନିଷ୍କଳଙ୍କ ରାଜ୍ୟ ଭୋଗ କଲେ। ବୈକୁଣ୍ଠ ନିବାସୀ ଭଗବାନ ବିଷ୍ଣୁଙ୍କ ସ୍ୱରୂପ ଶ୍ରୀରାମ ଭଗବତୀ ଜଗଦମ୍ବାଙ୍କ ନବରାତ୍ରି ବ୍ରତ ପାଳନ କରି ପୃଥିବୀର ମହାନ ସୁଖ ପ୍ରାପ୍ତି କରିଥିଲେ। ବ୍ରାହ୍ମଣଙ୍କ ମୁଖରୁ ନବରାତ୍ରି ବ୍ରତ କଥା ଶୁଣି ବୈଶ୍ୟ ସୁଶୀଳ ବ୍ରାହ୍ମଣକୁ ନିଜ ଗୁରୁ ରୂପରେ ସ୍ୱୀକାର କରି ଦେବୀଙ୍କ ମାୟାବୀଜ ନାମକ ମନ୍ତ୍ର ଦୀକ୍ଷା ନେଲେ। ଏହିପରି ଭକ୍ତ ସୁଶୀଳ ଆଳସ୍ୟ ତ୍ୟାଗ କରି ଭକ୍ତିର ସହିତ ସେହି ମନ୍ତ୍ରକୁ 9 ଦିନ ଯାଏ ଜପ କଲେ ଏବଂ ଦେବୀଙ୍କୁ ପୂଜା କଲେ। ତାଙ୍କର ପୂଜାରେ ସନ୍ତୁଷ୍ଟ ହୋଇ ଦେବୀ ମହାଷ୍ଟମୀ ତିଥିରେ ଅର୍ଦ୍ଧରାତ୍ରି ସମୟରେ ପ୍ରତ୍ୟକ୍ଷ ଦର୍ଶନ ଦେଇ ବୈଶ୍ୟର ସମସ୍ତ ଅଭିଳାଷ ପୂର୍ଣ୍ଣ କଲେ। ତେଣୁ ଆପଣମାନେ ଦୁର୍ଗତି ନାଶିନୀ ମା ଦୁର୍ଗା ଦେବୀଙ୍କର ନବରାତ୍ରି ପୂଜା ବିଧି ମୁତାବକ ପାଳନ କରି ତାଙ୍କର ଆଶୀର୍ବାଦ ଲାଭ କରନ୍ତୁ। ଓಂ ଦୁମ୍ ଦୁର୍ଗାୟ ନମଃ।